जय जगन्नाथ बंधु। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାନୀୟ ଜଳ ଓ ଆଲୋକୀକରଣ ଭଳି ମୌଳିକ ସୁବିଧାକୁ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତୃଣମୂଳ ସ୍ତରରେ ପଞ୍ଚଦଶ ଅର୍ଥ କମିଶନଙ୍କ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ଅର୍ଥ ଦ୍ୱାରା ବିଜୁଳି ଓ ପାନୀୟ ଜଳ ସମ୍ବନ୍ଧୀୟ ଦେୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ ପଞ୍ଚାୟତରେ ବିଦ୍ୟୁତ୍ ବିଲ୍ ପୈଠ ପାଇଁ କୌଣସି ଅନଲାଇନ୍ ବ୍ୟବସ୍ଥା ନଥିବାରୁ ଗ୍ରାମ ପଞ୍ଚାୟତମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏଥିପାଇଁ ବହୁଦିନ ଧରି ବିଦ୍ୟୁତ୍ ବିଲ୍ ବକେୟା ରହୁଥିଲା। ଲୋକଙ୍କୁ ଉତ୍ତମ ଓ ବିଶ୍ୱସନୀୟ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ସଂକଳ୍ପ ନେଇଥିବା ଓଡ଼ିଶା ସରକାର ଏହି ସମସ୍ୟାର ସମାଧାନ ପାଇଁ ନେଇଛନ୍ତି ଏକ ବଳିଷ୍ଠ ପଦକ୍ଷେପ। ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ଭାରତ ସରକାରଙ୍କ ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଏନ୍ଆଇସିର ସହଯୋଗରେ ଟାଟା ପାୱାର ଓଡ଼ିଶା ଡିସ୍କମ୍ ପକ୍ଷରୁ ଏକ ଅତ୍ୟାଧୁନିକ ୱେବ୍ ପୋର୍ଟାଲ ଓ ମୋବାଇଲ ଆପ୍ଲିକେସନ ତିଆରି ହୋଇଛି, ଯାହାର ନାଁ ରହିଛି GCMS ଗଭର୍ଣ୍ଣମେଣ୍ଟ କନଜ୍ୟୁମର ମ୍ୟାନେଜମେଣ୍ଟ ସିଷ୍ଟମ। ବିଜୁଳି ଦେୟ ପୈଠକୁ ସରଳ ଓ ସୁଗମ କରିବା ସହ ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଏହାର ପ୍ରମୁଖ ଲକ୍ଷ୍ୟ। ଏହି GCMS ମାଧ୍ୟମରେ ଟାଟା ପାୱାର ଓଡ଼ିଶା ଡିସ୍କମ୍, ପଞ୍ଚାୟତ ଓ ସରକାର ଗୋଟିଏ ପ୍ଲାଟଫର୍ମକୁ ଆସିପାରିବେ। ଏହାଦ୍ୱାରା ପଞ୍ଚାୟତ ଉପଭୋକ୍ତାଙ୍କ ବିଜୁଳି ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ କରାଯାଇପାରିବ। ଏହି GCMS ପ୍ଲାଟଫର୍ମକୁ ଗ୍ରାମ ସ୍ୱରାଜ ପ୍ଲାଟଫର୍ମ ସହ ସଂଯୋଗୀକରଣ କରାଯାଇଛି, ଯାହାଫଳରେ ପଞ୍ଚାୟତରେ PEO ସହଜରେ ବିଦ୍ୟୁତ୍ ବିଲ୍ ପାଇପାରିବେ। ଏହାକୁ ଅନୁମୋଦନ କରି ଗୋଟିଏ ଦିନ ମଧ୍ୟରେ ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ପଦକ୍ଷେପ ନେଇପାରିବେ। ଏହାକୁ ବ୍ୟବହାର କରିବା ପାଇଁ OTP ବ୍ୟବସ୍ଥା ଥିବାରୁ ଏହା ବେଶ୍ ସୁରକ୍ଷିତ। ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ଉତ୍ତମ ଶାସନ ବ୍ୟବସ୍ଥା ଦିଗରେ ସରକାରଙ୍କ ପ୍ରୟାସରେ ସାମିଲ ହୋଇଛି ଟାଟା ପାୱାର ଓଡ଼ିଶା ଡିସ୍କମ୍ର ଏହି GCMS। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ୍ ବିଲ୍ ପୈଠ କରିବାର ସୁବିଧା ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହିଭଳି ପ୍ଲାଟଫର୍ମ ବ୍ୟବହାରରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ବିକଶିତ ଓଡ଼ିଶାର ନୂଆ ସ୍ୱାକ୍ଷର GCMSର କାର୍ଯ୍ୟକାରିତା ଓ ବ୍ୟବହାର।